ଆପଣଙ୍କର ପରିଚୟ ଟିକେ ରଖିଲେ। ମୋ ନାଁ ଅକ୍ଷୟ କୁମାର ନାୟକ। ଆଜି ବାଂଲାଦେଶରେ ଯାହା ପରିସ୍ଥିତି ଦେଖା ଦଉଛି ଆମ ହିନ୍ଦୁ ଭାଇ ଭଉଣୀଙ୍କ ଉପରେ ଯୋଉ ଅନ୍ୟାୟ ଅତ୍ୟାଚାର ହଉଛି, ଯୋଉ ବାନ୍ଧିକି ବାଡଉଛନ୍ତି, ଯୋଉ ତାଙ୍କର ଯୋଉ ପୀର ଠାକୁର ଅଛନ୍ତି ତାଙ୍କ ପୀରକୁ କହୁଛନ୍ତି ପୂଜା କର, ଘଣ୍ଟ ହୁଳୁ ଦୀପ ଦିଅ, ଏଇ ଯୋଉ ସବୁ ନକାରାତ୍ମକ କାହିଁକି ଏ ସରକାର କାହିଁକି ତାଙ୍କୁ ଆଣିକି ରଖେଇଛି ଏଠି? ବାଂଲାଦେଶ ଲୋକଙ୍କୁ କାହିଁକି ଏଠି ରଖେଇଛି? ଆମ ଓଡିଶାର ଲୋକ ସେଠି ଯୋଉ ଅଛନ୍ତି ଭାରତର ଲୋକ, ତାଙ୍କୁ ଏ ଭାରତକୁ ନେଇ ଆସିକି ଆଙ୍କୁ ଏଠୁ ବିଦା କରନ୍ତୁ। କାହିଁ ଏଠି କାହିଁ କଣ ପାଇଁ ତାଙ୍କୁ ଆଣିକି ରଖିଛନ୍ତି? ଆମ ଲୋକ ତ ଏଠି ଖାଇବାକୁ ପାଉନାହାନ୍ତି ଠିକ ସେ, ସିଏ ଆସିକି ଏଠି ପ୍ରାଧାନ୍ୟ ଦେଖେଇବେ କାହିଁକି? କଣ ପାଇଁ ଦେଖେଇବେ? ଇଏ କି ସରକାର? ଏ ସରକାର ଇମିଡିଏଟଲି ଏ କାମ କରନ୍ତୁ। ଆମେ ନହେଲେ ଜନସମାଜ ସମସ୍ତେ ଆମେ ଜାଗ୍ରତ ହେଇକି ଉଠିବୁ। ସେ ସବୁ ଆମ ଦ୍ୱାରା ଆମେ ଦେଖିବା ଯେ ଆମରି ହିନ୍ଦୁ ଭାଇ ମାନେ କିଛି ସେ ବାଂଲାଦେଶୀ ପ୍ରୋତ୍ସାହନ ଦେଇ ଯେ ଘରେ ଭଡ଼ା ଦେଇ କିଛିଟା ଟଙ୍କା ପାଇବା ପାଇଁ ଯେ ତାଙ୍କ ସ୍ୱାର୍ଥ ପାଇଁ ତାଙ୍କୁ ଘରେ ରଖି ଏଠି କ୍ଷୀର ଭାତ ଦେବେ, ଯେ ଏଠି କ୍ଷୀର ଭାତ ଖାଇବେ, ଆମ ଲୋକ ସେଠି ଯାଇ ବିଷ ଖାଉଛନ୍ତି, ନକାରାତ୍ମକରେ ପଡି ମରଣ ସାଙ୍ଗରେ ଲଢେଇ କରୁଛନ୍ତି, ଭୂଷା ମାରୁଛନ୍ତି। ଆମେ ଯୋଉ ଭିଡିଓ ଦେଖିନୁ ସବୁ ଭୂଷା ମାରୁଛନ୍ତି। ବାଡିରେ ତାଙ୍କ ଗିର୍ଜାରେ ଯାଇକି ତାଙ୍କ ମସଜିଦରେ ଯାଇକି ଆଳତୀ କରିବେ ଆମ ହିନ୍ଦୁ ଲୋକ। କାହିଁକି? କଣ ପାଇଁ? ସିଏ କଣ ତାଙ୍କ ଦେଶ ବୋଲି ହେଲା ନା କଣ? ଆମ ଦେଶରେ ସେ ବାଂଲାଦେଶକୁ ଏଠି ବିଦା କର। ଠିକ ସରକାର ହେଇଛ, ଠିକ ସରା ହିନ୍ଦୁ ପ୍ରକୃତ ହିନ୍ଦୁ ରକ୍ତ ତମ ଟେ ଅଛି, ଇଏ ସରକାର ହିନ୍ଦୁ ରକ୍ତ ଅଛି, ତାହେଲେ ଇଏ ବାଂଲାଦେଶ ଲୋକଙ୍କୁ ଏଠି ବିଦା କରୁ। ଆମ ଦରକାର ନାହିଁ ବାଂଲାଦେଶ, ଏଠି କାହିଁକି ରହିବେ ସେମାନେ? ଧନ୍ୟବାଦ।